ମଦ କଥା ସମ୍ପୂର୍ଣ୍ଣ ଅଲଗା ଏବଂ ବିଧାୟକ ମାନଙ୍କର ଦରମାଟା ଇଏ ଗୋଟେ ଅଲଗା ଚାପ୍ଟର ହେଇଗଲା। ମୁଁ ବୁଝେଇ ଦଉଛି, ଆପଣଙ୍କୁ କହିବି, ଦର୍ଶକ ମାନେ କଣ ତାକୁ ଭାବିବେ ମୁଁ ଜାଣିନି। ଦରମା କାହିଁକି ନ ବଢିବ? ଦରମା ଏଇଥିପାଇଁ ବଢିବ, ବହୁତ ନେତା ଅଛନ୍ତି, ମୁଁ ତାଙ୍କ ନାଁ କହିବିନି ଏଠି, ସେମାନେ ଯେତେବେଳେ ଆଚ୍ଛା ଏ ଯୋଉ ଦବା ଜିନିଷଟା, ଇଲେକ୍ସନ ତ 5 ବର୍ଷରେ ଥରେ ଆସୁଛି, କିନ୍ତୁ ଗୋଟେ ନେତା ପାଇଁ, ଗୋଟେ ବିଧାୟକ ପାଇଁ, ଗୋଟେ ମନ୍ତ୍ରୀ ପାଇଁ ସେ ପ୍ରତ୍ୟେକ ଦିନ କେବଳ ପକେଟଟା ଚିରିବା ପର୍ଯ୍ୟନ୍ତ ସେ ଦେଇ ଚାଲିଥିବ। ଆରମ୍ଭ ହୁଏ ସରସ୍ୱତୀ ପୂଜାରୁ। ନାଇଁ ଆପଣ ସେ କଥାରେ ଆମେ ଏକମତ। ଯୋଉ ଦବା, ସେ ଦବା କୌଣସି ଗୋଟେ ଭଲ କାମ, ଗୋଟେ ମହତ୍ଵ କାମ ପାଇଁ ତ କେହି ପଇସା ଦଉନାହାନ୍ତି। ଶୁଣନ୍ତୁ, ଯଦି ପଇସା ଦିଆଯିବ ମଦ କିଣିବା ପାଇଁ, ପୁଣି ନିଜର ଦରମାକୁ ବଢାଯିବ, ସେଥିରେ କୌଣସି ମାନେ ଭୋଟ କୋଉଠୁ ଆସିବ? ଭୋଟ ଆଣିବା ପାଇଁ କଣ ଆମେ ଲୋକଙ୍କୁ ମଦୁଆ କରିଦବା, ଲୋକଙ୍କୁ ମଦୁଆ କରିଦବା ନୁହଁ, ଲାଞ୍ଚୁଆ କରିଦବା? ସବୁ ପ୍ରକାର କରିପାରିବା। ଇଏ ହେଲା ରାଜନୀତି। ଭୋଟ ପାଇବା ପାଇଁ ହେଲେ ମତେ ପଇସା ଖର୍ଚ୍ଚ କରିବାକୁ ପଡିବ। ଟଙ୍କା ମୁହଁ କରେ ବଙ୍କା, ଏ ଆଗରୁ ଜଣେ କିଏ ବିଦ୍ୱାନ ବ୍ୟକ୍ତି କହିଥିଲେ, କିନ୍ତୁ ସେଇଟା ଏବେ ସ୍ୱତନ୍ତ୍ର ନିର୍ବାଚନ କମିଶନ ଯୋଉ ସ୍ଲାବ କରିଛନ୍ତି, ଯେତିକି ଲକ୍ଷ 70 ଲକ୍ଷ 72 ଲକ୍ଷ 55 56 ଲକ୍ଷ, ସେଥିରେ କଣ ନିର୍ବାଚନ ହେଇଯାଉଛି? ହବନି, ଅସମ୍ଭବ। ସେଟା ଭାରତ ବର୍ଷରେ ଏତେ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି, କେହି ଜାଣିପାରୁନାହାନ୍ତି, ସମସ୍ତେ ଜାଣିପାରୁଛନ୍ତି, କେହି କିଛି କହିବେନି, କିନ୍ତୁ କାଗଜ କଲମରେ ନାହିଁ। କାଗଜ କଲମ ସବୁରେ ଦରକାର। ତାମାନେ ଆମେ ଜାଣିଛେ ଗୋଟେ ପାପ ଆଉ ଗୋଟେ ଭୁଲ, ତା ପାଇଁ ବି ପ୍ରମାଣ ଦରକାର। ପ୍ରମାଣ ଘରେ ଘରେ। ଆମେ ଏମିତି ଗୋଟେ ଆମେ ହିଁ ନିଜେ ଅଡୁଆ। ଆମେ ଏମିତି ଗୋଟେ ସମ୍ବିଧାନ, ଏମିତି ଗୋଟେ ଦେଶରେ ବସବାସ କରୁଛେ, ଆମେ ଭୁଲ ଜାଣେ କିନ୍ତୁ ଭୁଲ ଜାଣେ, ଭୁଲ କରେ, ଭୁଲ ସହିତ ସବୁବେଳେ ସାଲିସ କରିକି ରହେ, କିନ୍ତୁ ଭୁଲକୁ ଧରିବାର ସତ୍ସାହସ ଆମ ଭିତରେ ନଥାଏ। ଭୁଲ ଯୋଉ ଆପଣ କହିଲେ, ବାଇ ଦି ପିପୁଲ ଫର ଦି ପିପୁଲ ଅଫ ଦି ପିପୁଲ, ଆମେ ହିଁ ତ ନିଜେ ଭୁଲ କରୁଛେ। ସେ କ୍ୟାଣ୍ଡିଡେଟଟି ଭଲ ନୁହେଁ ମୁଁ ଜାଣିଛି, ତାଙ୍କର ନିଜର କର୍ମୀ ଆସିଲେ, ଟଙ୍କା ନେଲେ ଭୋଟ ଦେଲେ, ବାସ୍ ସରିଲା।